ଚାଲନ୍ତୁ ବନେଇବା ସିମେଇ ଉପମା ବହୁତ କମ୍ ସମୟ ମଧ୍ୟରେ। ମୁଁ କିଛି ସିମେଇ ନେଇଛି ଆଉ ଘରେ ଯାହା ବି ମୋର ଗ୍ରୀନ୍ ଭେଜିଟେବଲ୍ ଥିଲା ମୁଁ କୋବି ପିଆଜ ସବୁକୁ ଛୋଟ ଛୋଟ କରିକି କାଟି ଦେଇଛି ଆଉ କାଟିକିନା ଦେଖନ୍ତୁ ପୁରା ଛୋଟ ଛୋଟ କରିକିନା କାଟିଛି। ଦେନ୍ ଗୋଟେ କରେଇ ନେଇଛି, କରେଇରେ କିଛି ତେଲ ଗରମ କରୁଛି। ତେଲ ଗରମ କରିସାରିଲା ପରେ ଟିକେ ସିମେଇଟାକୁ ଟିକେ ଭଲସେ ଭାଜି ଦେଉଛି। ସିମେଇଟାକୁ ଭାଜି ସାରିଲା ପରେ ଦେନ୍ ତାକୁ ଟ୍ରାନ୍ସଫର୍ କରିଦେଉଛି ଗୋଟେ ଜାଗାକୁ। ତା ଦେହରେ ପିଆଜ ଆଉ ଭୃଷୁଙ୍ଗା ପତ୍ର ଯାହା ବି ଥିବ ଆପଣଙ୍କ ପାଖେ ଟିକେ ଭାଜିଦେବେ। ଭାଜି ସାରିଲା ପରେ ଦେନ୍ ଗ୍ରୀନ୍ ଭେଜିଟେବଲ୍ ଯାହା ଯାହା ବି ଆପଣ କାଟିଥିବେ ସବୁ ପକାଇଦେବେ। ଦେନ୍ ତା ଦେହରେ ଟିକେ ହଳଦୀ ଗୁଣ୍ଡ ଆଉ ଟିକେ ଲୁଣ ପକାଇକି ତାକୁ ଟିକେ ଭଲସେ ଘୋଡ଼େଇ ଦେବେ। ଘୋଡ଼େଇ ସାରିଲା ପରେ ତା ଦେହରେ ଟିକେ ପାଣି ଦେବେ। ପାଣି ଦେଇ ସାରିଲା ପରେ ତାପରେ କିଛି ସମୟ ଢାଙ୍କିକିରି ଦେନ୍ ସିମେଇଟାକୁ ପକାଇବେ। ସିମେଇଟା ପଡ଼ି ସାରିଲା ପରେ ଦେନ୍ ତାକୁ ଟିକେ ଘାଣ୍ଟି ଦେବେ। ଘାଣ୍ଟି ସାରିଲା ପରେ ତାକୁ ଏଗେନ୍ ପୁଣି ଥରେ ଘୋଡ଼େଇ ଦେବେ। ଘୋଡ଼େଇ ସାରିଲା ପରେ ତାପରେ ଦେଖନ୍ତୁ ଆମର ସିମେଇ ଉପମା ରେଡ଼ି ହେଇଯିବ। ମୁଁ ଧନିଆ ପତ୍ରରେ ଗାର୍ନିସିଂ କରିଦେଇଛି। କେତେ ସୁନ୍ଦର ଆଉ ଇଜି ୱେରେ ଦେଖନ୍ତୁ ମୋର ସିମେଇ ଉପମାଟା ପ୍ରସ୍ତୁତ ହେଇଗଲା। ଧନ୍ୟବାଦ।